ନମସ୍କାର ବନ୍ଧୁଗଣ। ଓଡ଼ିଶା ବ୍ଲକ ତରଫରୁ ଏକ ଜବ୍ ବାହାରି ଅଛି, ଯେଉଁଥିରେ ବ୍ଲକ ଅଫିସର ରିକ୍ୱାରମେଣ୍ଟ ମାଗିଅଛି। ବ୍ଲକ ଲେବୁଲ ଗଭର୍ଣ୍ଣମେଣ୍ଟ ଜବ୍। ଏଥିରେ ସାଲେରୀ ରହିଛି 60,000 ପ୍ରତି ମାସ। ଚାଲନ୍ତୁ ଦେଖିବା ଏଥିରେ ଆପ୍ଲାଏ କରିବା ପାଇଁ କେଉଁ ପ୍ରୋସେସ୍ ରହିଛି, କେଉଁ ପିଲାମାନେ ଆପ୍ଲାଏ କରିପାରିବେ ଏବଂ କେମିତି ଆପ୍ଲାଏ କରିହେବ, ଅନଲାଇନ୍ରେ କି ଅଫଲାଇନ୍ରେ। ଚାଲନ୍ତୁ ଆଜିର ଭିଡ଼ିଓ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରିବା। ନେମ୍ ଅଫ୍ ଦ ପୋଷ୍ଟ ରହିଛି, ପୋଷ୍ଟ ଦୁଇଟା ରହିଛି, ଏଗ୍ରୋନୋମି ଏକ୍ସପର୍ଟ ଏବଂ ବ୍ଲକ ଫାସିଲିଟର। ଆପ୍ଲିକେସନ୍ ମୋଡ଼ ରହିଛି ଅଫଲାଇନ୍। ଇଣ୍ଟରଭ୍ୟୁ ଦ୍ୱାରା ହିଁ ଆପଣଙ୍କୁ ସିଲେକ୍ସନ୍ କରାଯିବ। ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ ଏଥିରେ। ପ୍ଲେସ୍ ରହିଛି ଓଡ଼ିଶା। ଲାଷ୍ଟ ଡେଟ୍ ବା ଇଣ୍ଟରଭ୍ୟୁ ଡେଟ୍ ରହିଛି 16 ଏପ୍ରିଲ 2025। ବୋଥ୍ ମେଲ୍ ଫିମେଲ୍ ଏଥିରେ ଆପ୍ଲାଏ କରିପାରିବେ। ଏଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି ଚାଲନ୍ତୁ ଦେଖିବା। ଏଜୁକେସନ୍ କ୍ୱାଲିଫିକେସନ୍ରେ ଏଗ୍ରୋନୋମି ଏକ୍ସପର୍ଟର ମାଷ୍ଟର ଡିଗ୍ରୀ ଏଣ୍ଡ ଏଗ୍ରୋନୋମି, ସଏଲ୍ ସାଇନ୍ସ ବା ହର୍ଟିକଲଚର, ଫ୍ରୁଇଟ୍ ଅର୍ ଭେଜିଟେବୁଲ ସାଇନ୍ସରେ ଥିବା ଦରକାର। ସୋସିଓ ଇକୋନୋମିକ୍ ଆନାଲିସିସ୍ ଆଟ୍ ବ୍ଲକ ଏଣ୍ଡ ଗ୍ରାମ ପଞ୍ଚାୟତ ଲେବୁଲରେ ଥିବା ଦରକାର, ଜିପିରେ ଥିବା ଦରକାର। ଷ୍ଟେକ୍ ହୋଲ୍ଡର ଏନଗେଜମେଣ୍ଟ ଆଟ୍ ବ୍ଲକ ଏଣ୍ଡ ଜିପିରେ ଥିବା ଦରକାର, ଜିପି ଲେବୁଲ। ଟ୍ରେନିଂ ଫାସିଲେସନ୍ ଏଣ୍ଡ କମ୍ୟୁନିକେସନ୍ ରହିଥିବା ଦରକାର। ପ୍ରୋଫିସିଏନ୍ସି ଇନ୍ ଓଡ଼ିଆ, ଲୋକାଲ ଭାଷା ଟିକେ ଅଧିକ ଜାଣିଥିବା ଦରକାର। ଏବଂ ସେହିପରି ବ୍ଲକ ଫାସିଲିଟରର ବି ମଧ୍ୟ କିଛି ରହିଛି। ଗ୍ରାଜୁଏଟ୍ ଇନ୍ ଏଗ୍ରିକଲଚର ଏଣ୍ଡ ଆଲାଇଡ୍ ସାଇନ୍ସ ଫୋର୍ ଇୟର୍ କୋର୍ସ ରହିଛି। ହୋମ୍ ସାଇନ୍ସ ମଧ୍ୟ 4 ଇୟର୍ କୋର୍ସ ରହିଛି। କମ୍ୟୁନିଟି ସାଇନ୍ସ 4 ଇୟର୍ କୋର୍ସରୁ ଆପ୍ଲାଏ କରିପାରିବେ। ମିନିମମ୍ 2 ଇୟର୍ ଏକ୍ସପିରିଏନ୍ସ ରହିଥିବା ଦରକାର। ଏଜ୍ ଲିମିଟ୍ ରହିଛି ବିଲୋ 62 ଇୟର୍, 62 ବର୍ଷ ମଧ୍ୟରେ ସମସ୍ତେ ଆପ୍ଲାଏ କରିପାରିବେ। ଏଜ୍ ରିଲାକ୍ସେସନ୍ ଆଜ୍ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ରହିଛି। ଫର୍ OBC ଷ୍ଟୁଡେଣ୍ଟ ପାଇଁ ରହିଛି 3 ବର୍ଷ, ST SC PWD ପାଇଁ 5 ବର୍ଷ, ଏକ୍ସ ସର୍ଭିସମ୍ୟାନ୍ ପାଇଁ 5 ବର୍ଷ, ଫର୍ PWD ପ୍ଲସ୍ SC ବା ST ପାଇଁ 15 ବର୍ଷ। ଫର୍ ମୋର୍ ଇନଫର୍ମେସନ୍ ପାଇଁ ଆପଣ ୱେବସାଇଟ୍କୁ ଯାଇ ଭିଜିଟ୍ କରି ଦେଖିପାରିବେ। ସାଲେରୀ ରହିଛି 60,000 ପର୍ ମନ୍ଥ। ସିଲେକ୍ସନ୍ ପ୍ରୋସେସ୍ରେ ରହିଛି କ୍ୟାଣ୍ଡିଡେଟ୍ ସିଲେକ୍ଟେଡ୍ ବାଇ ଦ ପ୍ରୋସେସ୍ ଅଫ୍, ପ୍ରଥମତଃ ଇନିସିଆଲ ସ୍କ୍ରୁନିଟି, ଦ୍ୱିତୀୟରେ ଏକାଡେମିକ୍ ଏକ୍ସପିରିଏନ୍ସ ଇଭଲ୍ୟୁସନ୍, ଲାଷ୍ଟରେ ରହିଛି ପର୍ସନାଲ ଇଣ୍ଟରଭ୍ୟୁ। ଆପ୍ଲିକେସନ୍ ଫି ସମସ୍ତଙ୍କ ପାଇଁ ଫ୍ରି ରହିଛି, ସମସ୍ତଙ୍କ ପାଇଁ ଫ୍ରି ରହିଛି। ଏହି ଜବ୍ ପାଇଁ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ଗୁଡ଼ା ହେଲା, ପ୍ରଥମେ ତ କ୍ୱାଲିଫିକେସନ୍ ସାର୍ଟିଫିକେଟ୍, ଦ୍ୱିତୀୟରେ ସାର୍ଟିଫିକେଟ୍ ଇଣ୍ଡିକେଟିଂ ଦ ଡେଟ୍ ଅଫ୍ ବାର୍ଥ, ତୃତୀୟରେ ହେଲା 2 ରିସେଣ୍ଟ କଲର୍ ପାସପୋର୍ଟ ସାଇଜ୍ ଫଟୋ, ଚତୁର୍ଥରେ କାଷ୍ଟ ସାର୍ଟିଫିକେଟ୍ ଇଫ୍ ଏନି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ କହିଛି, କୌଣସି ଏକ୍ସପିରିଏନ୍ସ ସାର୍ଟିଫିକେଟ୍, ଲାଷ୍ଟରେ ID କାର୍ଡ଼। ଚାଲନ୍ତୁ ଡେଟ୍ ଗୁଡ଼ା ଜାଣିନେବା। ଇଣ୍ଟରଭ୍ୟୁ ଡେଟ୍ ଏବଂ ଲାଷ୍ଟ ଡେଟ୍ ଯେଉଁଟା ରହିଛି, ଲାଷ୍ଟ ଡେଟ୍ 16 ଏପ୍ରିଲ 2025। ଇଣ୍ଟରଭ୍ୟୁ ଡେଟ୍ ମଧ୍ୟ ସେଇ ସେମ୍ ରହିଛି, ସେଇ ସେମ୍ 16 ଏପ୍ରିଲ 2025। ଟାଇମ୍ ରହୁଛି 11:30 AM। ରିପୋର୍ଟିଂ ଟାଇମ୍ ମଧ୍ୟ ରହିଛି 10ଟା AM ରୁ 11ଟା AM। ସେହିପରି ବ୍ଲକ ଫାସିଲିଟରର ମଧ୍ୟ ଟାଇମିଂ ରହିଛି ସେଇ 16 ଏପ୍ରିଲ 2025, କିନ୍ତୁ ଏହାର ଇଣ୍ଟରଭ୍ୟୁ ଟାଇମ୍ ରହିଛି 12:30 PM ଏବଂ ରିପୋର୍ଟିଂ ଟାଇମ୍ ରହିଛି 11ଟା AM ରୁ 12ଟା ଯାଏଁ। ଏହି ଜବ୍ ପାଇଁ କିଛି ଇମ୍ପୋର୍ଟାଣ୍ଟ ନୋଟ୍ ମଧ୍ୟ ଦେଇଛି।